ବାଲେଶ୍ୱର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପରିସରରେ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ଆଜି ପାଳିତ ହୋଇଛି। ଭୋର ରାମଧୁମ ପରେ ସକାଳ ପ୍ରଭାତ ଫେରି ହୋଇଥିଲା। 7:30 ସରକାରୀ ଓ ବେସରକାରୀ ସ୍ତରରେ ଜାତୀୟ ପତାକା ଉତ୍ତୋଳନ ହୋଇଅଛି। ଷ୍ଟାଡିୟମ ପରିସରରେ 9:15 ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମନ୍ଧରଧର ମହାଳିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ମୁଖ୍ୟ ଅତିଥି ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଥିଲେ। ପରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ୟାରେଡ୍ ପରିବେଷଣ କରାଯାଇଛି। ଏହାପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ସୌମ୍ୟରଞ୍ଜନ ଭଳଙ୍କ ସହିତ ରାକେଶ କୁମାର ମହାନ୍ତି, ସ୍ୱର୍ଣ୍ଣଚୂଡ଼ ଲାଇଭ୍।